ନମସ୍କାର, ମୁଁ ଜିକି ଆପଣଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓରେ। ଆଜି ଆମେ ଏହି ଭିଡ଼ିଓରେ ଦେଖିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଗୋଟିଏ ସୁନ୍ଦର ସଂକ୍ଷିପ୍ତ 10 ଧାଡ଼ିର ଓଡ଼ିଆ ରଚନାଟିଏ। ତେବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ସୁଭାଷ ଚନ୍ଦ୍ର ବୋଷ 1897 ମସିହା ଜାନୁଆରୀ ମାସ 23 ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଥିଲା ଏବଂ ମାତାଙ୍କ ନାମ ପ୍ରଭାବତୀ ବୋଷ ଥିଲା। ସେ ନେତାଜୀ ନାମରେ ଜଣାଶୁଣା। ସୁଭାଷ ଚନ୍ଦ୍ର ବୋଷ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସୁଭାଷ ଚନ୍ଦ୍ର ବୋଷଙ୍କର 14 ଜଣ ଭାଇ ଭଉଣୀ ଥିଲେ ଏବଂ ସେ ତାଙ୍କ ମାତା ପିତାଙ୍କର 9ମତମ ସନ୍ତାନ ଥିଲେ। ସେ 1921 ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଦୁଇ ଥର କଂଗ୍ରେସର ସଭାପତି ହୋଇଥିଲେ। 1943 ମସିହାରେ ଭାରତୀୟ ସୈନ୍ୟମାନଙ୍କୁ ନେଇ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ତାଙ୍କର ପ୍ରସିଦ୍ଧ ସ୍ଲୋଗାନ ହେଉଛି ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। 1945 ମସିହା ଅଗଷ୍ଟ ମାସ 18 ତାରିଖ ଦିନ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ। ଭିଡ଼ିଓଟି କେମିତି ଲାଗିଲା ତଳେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଜୟ ଜଗନ୍ନାଥ।